ରୁବି କହିବେ କଣ ପ୍ରକୃତ ସତ? ତାପରେ ପଲ୍ଲବୀ କହିବେ ପ୍ରକୃତ ସତ ହେଲା ଯେତେବେଳେ ଅପାଙ୍କ ପାଇଁ ଭାଇ ଗିଫ୍ଟ ଦେବା ପାଇଁ ଇୟରିଂ କିଣିବାକୁ ଯାଇଥିଲେ ସେତେବେଳେ ତାଙ୍କ ସାଙ୍ଗରେ ମୁଁ ଥିଲି। ଗୌରବ ଭାଇ ଏ ଇୟରିଂ ତାଙ୍କ ଆର୍ଡି ଟଙ୍କା ଉଠେଇକି କିଣିଛନ୍ତି। ଆଉ ଏ କଥାର ପ୍ରମାଣ ତାଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟ ଦେବ। ଆଉ କିଛି କହିବାର ଅଛି? ନ ଜାଣି ନ ଶୁଣି ଗୌରବ ଭାଇ କିମ୍ବା ସାନ ମାଙ୍କ ପରିବାର ବିଷୟରେ କୌଣସି ବ୍ୟାଡ୍ ଥିଙ୍ଗସ୍ କହିବାକୁ ଚେଷ୍ଟା କରନ୍ତୁନି ରୁବି ମାଉସୀ। ନହେଲେ ଯଦି ମୁଁ ମୁହଁ ଖୋଲିବି ନା ତେବେ ଆପଣ କୌଣସି କୁଲର ହେଇକି ରହିବେନି। ନିଜେ ମାମା ଆପଣଙ୍କୁ ଧକ୍କା ମାରି ଏ ଘରୁ ବାହାର କରିଦେବେ। ତାପରେ ରୁବି କହିବେ ମୁଁ କଣ କଲି? ପୁଣି ପଲ୍ଲବୀ କହିବେ ଆଚ୍ଛା କଣ ଆପଣ ଭୁଲିଗଲେଣି ମିଛ କେସରେ ଫସେଇ ଗୌରବ ଭାଇଙ୍କୁ ଆପଣ ଜେଲ ପଠେଇଥିଲେ? କହିବି ସେ କଥା ଯାଇ ମାମାଙ୍କ ଆଗରେ। ଆପଣ ମୋ ମୁହଁ ଖୋଲିବାକୁ ବାଧ୍ୟ କରନ୍ତୁନି ରୁବି ମାଉସୀ। କାରଣ ଯେଉଁ ସମୟରେ ଆପଣ ଗୌରବ ଭାଇଙ୍କ ଉପରେ ଚୋରିର ଆରୋପ ଲଗାଇଥିଲେ ସେ ସମୟରେ ମୁଁ ଏକଥା କହିପାରିଥାନ୍ତି। କିନ୍ତୁ ମୁଁ ଚୁପ୍ ରହିଲି। ଆଉ କାହିଁକି ଚୁପ୍ ରହିଲି ତାର ବି ଗୋଟେ କାରଣ ଅଛି। କିନ୍ତୁ ସେ କାରଣ ମୁଁ ଆପଣଙ୍କୁ ଏବେ କହିବିନି। ଯଦି ଆପଣ ଭାବୁଛନ୍ତି ଆପଣ ଦି ଜଣ ମିଶି ଏ ଘରେ ଯାହା କରୁଛନ୍ତି ସେ କଥା କେହି ଜାଣିପାରୁନାହାନ୍ତି ତାହେଲେ ଆପଣ ଏକଦମ ଭୁଲ ଭାବୁଛନ୍ତି। ଆପଣଙ୍କର ପ୍ରତ୍ୟେକଟି ଗତିବିଧି ଉପରେ ମୋର କଡ଼ା ନଜର ଅଛି ରୁବି ମାଉସୀ। ଯେତେବେଳେ ମୁଁ ମୁହଁ ଖୋଲିବି ସେତେବେଳେ ଆପଣଙ୍କର ଅବସ୍ଥା କଣ ହେବ ସେ କଥା ଆପଣ ଚିନ୍ତା କରିପାରୁଛନ୍ତି? ଏବେ ବି ସମୟ ଅଛି। ଆପଣ ସୁଧୁରି ଯାଆନ୍ତୁ ରୁବି ମାଉସୀ। ମୁଁ ଆପଣଙ୍କୁ ଆଉ ଗୋଟେ ସୁଯୋଗ ଦେଲି। ନହେଲେ ଖୁବ୍ କମ୍ ଭିତରେ ଆପଣ ଆପଣଙ୍କର ଭଉଣୀ ହାତରୁ ଧକ୍କା ଖାଇ ଏ ଘରୁ ବାହାରି ଯିବା ପାଇଁ ନିଜକୁ ପ୍ରସ୍ତୁତ କରିନିଅନ୍ତୁ। ଏମିତି କହି ପଲ୍ଲବୀ ନୀଲମକୁ କହିବେ ନୀଲମ ଦି ସବୁଯାକ ଜୁଏଲାରୀ ସାଇଜ କରି ଜଲ୍ଦି ରଖ। ତାପରେ ଆଦର୍ଶ ରୁମରେ ଥିବେ। ତାପରେ ପଲ୍ଲବୀର ଫୋନ୍ ବାଜିବ। ତାପରେ ଆଦର୍ଶ ମନେ ମନେ କହିବେ ଏ ସମୟରେ ପଲ୍ଲବୀକୁ କିଏ କଲ୍ କଲା? ଏମିତି କହି ଆଦର୍ଶ ପଲ୍ଲବୀର ଫୋନ୍ ଦେଖିବେ ଯେ ଶମ୍ଭୁ ଅଙ୍କଲ କଲ୍ କରିଥିଲେ। ତାପରେ ଆଦର୍ଶ କଲ୍ ରିସିଭ୍ କରିବେ ଆଉ କହିବେ କାହିଁକି ଫୋନ୍ କରୁଛୁ? ପଲ୍ଲବୀଙ୍କୁ ତତେ କେତେଥର କହିଲିଣି ପଲ୍ଲବୀ ପାଖରୁ ଦୂରେଇ ରହିବା ପାଇଁ। ତାପରେ ବି ତାଙ୍କୁ କଲ୍ କରୁଛୁ? କାହିଁକି ଫୋନ୍ କରୁଛୁ ପଲ୍ଲବୀଙ୍କୁ? ତତେ କେତେଥର କହିଲିଣି ପଲ୍ଲବୀ ପାଖରୁ ଦୂରେଇ ରହିବା ପାଇଁ। ତାପରେ ବି ତୁ ତାଙ୍କୁ କଲ୍ କରୁଛୁ? ପଲ୍ଲବୀଙ୍କ ଦେହ ଭଲ ନାହିଁ। ସୋ ନେକ୍ସଟ ଟାଇମ୍ ତାଙ୍କୁ କେବେ ବି କଲ୍ କରିବୁନି। ରଖ ଫୋନ୍। ତାପରେ ଶମ୍ଭୁ କହିବେ ପଲ୍ଲବୀ ଆଜି ରାତିରେ ଦେଖା ହେବା ପାଇଁ କହିଥିଲା। ସେଇଥିପାଇଁ ସେ ମୋତେ ଦେଖା କରିବାକୁ ଆସୁଛି କି ନାହିଁ କନଫର୍ମ ହେବା ପାଇଁ ମୁଁ ତାକୁ ଫୋନ୍ କରିଥିଲି। ଯୋଉ ସେ ମୋତେ ଦେଖା ହେବା ପାଇଁ ମେସେଜ କରିଥିଲା। ଏବେ ମୁଁ ସେଇ ଜାଗାକୁ ଯାଉଛି। ପଲ୍ଲବୀଙ୍କୁ କହିବେ ସେ ଜାଗାକୁ ଆସୁଛି କି ନାହିଁ ମୋତେ ମେସେଜ କରିକି ଜଣେଇଦେବ। ଏମିତି କହି ଶମ୍ଭୁ କଲ୍ କାଟିଦେବେ। ତାପରେ ପଲ୍ଲବୀ ସବୁ ଜୁଏଲାରୀ ନେଇକି ରୁମକୁ ଆସିବେ। ଆଉ ଆଦର୍ଶକୁ କହିବେ ଆଦର୍ଶ ଏସବୁ ହଉଛି ଅପା ଓ ସାନମାଙ୍କ ଜୁଏଲାରୀ। ମୁଁ ଏସବୁକୁ ନେଇ ଆଲମିରାରେ ରଖିଦଉଛି। ତମେ କାଲି ନାହିଁ ବ୍ୟାଙ୍କ ଲକରରେ ରଖିଦେବ। ତାପରେ ଆଦର୍ଶ କହିବେ କୋଉଠି ଥିଲ ତମେ? ତମକୁ ମୁଁ ବାରମ୍ବାର କହିଥିଲି ତମ ଗୋଡ଼ ଭଲ ନାହିଁ। ତମେ ଏଣେ ତେଣେ କୁଆଡ଼େ ବୁଲନି। ତମ ହାତ ପ୍ଲାଷ୍ଟର ହେଇଛି। କିନ୍ତୁ ତମେ ମୋ କଥାକୁ ଟିକେ ବି ଧ୍ୟାନ ଦଉନ।